ଆଜ୍ଞା ଗରିବ ପଖାଳ ଖିଆ ଦିବସର ଅଭିନନ୍ଦନ। ମୋହନ ବାବୁ ଯେତେବେଳେ ଯାଇଥିଲେ ଆମ ନିର୍ବାଚନ ମଣ୍ଡଳୀର ବହୁ ଯୁବକ ବାଜା ଫାଜା ବଜେଇ ବାଣ ଫୁଟେଇ ଯେମିତି ଆମର ବର ଯାଇଥିଲେ ଆମ ନିର୍ବାଚନ ମଣ୍ଡଳୀ ଆଜ୍ଞା ମୋହନ ମାଝୀ ପୁରା ବର ବେଶରେ ଯାଇଥିଲେ। ଏଡେ ଏଡେ ଶଙ୍ଖ ପ୍ଲେଟ ଆଜ୍ଞା ମେ ଫେର ଆଜ୍ଞା ଯାଇଥିଲା। ବର ଖାଇସାଇଲେ ସେ ଭଡ଼ାରେ ଯାଇଥିଲା, ଆମେ ପଛରେ ଖବର ପାଇଲୁ। ସେ ଯିଏ ଭଡ଼ା ନେଇଥିଲା ସେ ତାର ନେଇ ପଳେଇ ଆଇଲା। କିନ୍ତୁ ଦୁର୍ଭାଗ୍ୟ ଘଟଣା, ମୋ ନିର୍ବାଚନ ମଣ୍ଡଳ ଯୋଉ ଘରେ ଖାଇଥିଲେ ଯୋଉ ମାଟି ଘରେ, ସେ ମାଟି ଘରେ ସେ ମାଟି ଘର ହେଇକି ରହିଛି। କିନ୍ତୁ ତା ଘରେ ମୁଁ ଦିନେ ଗଲା ବେଳକୁ ମାନେ ବୁଝିଲା ବେଳକୁ ସିଏ ଯୋଉ ହାଣ୍ଡିରେ ଖାଉଛି ସେ ହାଣ୍ଡି ପୁରା କଳା ହେଇଗଲାଣି। ସେ ଯୋଉ ରସ ହାଣ୍ଡି, ସେ ଆଉ ହାଣ୍ଡି କିଣି ପାରୁନି। ଇଏ ଯୋଉ ମୁଖ୍ୟମନ୍ତ୍ରୀ ଯାଇଥିଲେ ଏବଂ ସେଠିକାର ମାନ୍ୟବର ନେଇଥିଲେ, ସେ କମ୍ ସେ କମ୍ ସେ ଶଙ୍ଖ ପ୍ଲେଟ ତାଙ୍କ ଘରେ ଦିଟା ଦେଇକି ଆସିଥାନ୍ତେ, ହେଲେ ଆମେ ଜାଣିଥାନ୍ତେ ମୁଖ୍ୟମନ୍ତ୍ରୀ ଯାଇଥିଲେ ଶଙ୍ଖ ପ୍ଲେଟଟା ଦେଇଥାନ୍ତେ। ଇଏ ଭଡ଼ାରେ ଯାଇଥିଲେ, ଇଏ ବର ଭଡ଼ାରେ ପୁଣି ଫେରିଆ ଆଇଲେ। କିନ୍ତୁ ବଡ଼ଚଣାରେ ଯୋଉଠିକି ସେ ଯାଇଥିଲେ, ନା ସେଠି ସେ ଗାଁର ଉନ୍ନତି ହେଇଛି, ନା ଆମ ନିର୍ବାଚନ ମଣ୍ଡଳୀର ଉନ୍ନତି ହେଇଛି। ସିଏ ଖାଲି ଭଡ଼ାରେ ବରଫ ସବୁ ଏରିଆକୁ ଏବେ ଯାଉଛନ୍ତି ଖାଇବା ପାଇଁ। ଇଏ ହେଲେ ଖାଇବା ମୁଖ୍ୟମନ୍ତ୍ରୀ, ଯୁଆଡେ ଯାଉଛନ୍ତି ମେ ଫେର ଖାଇବାକୁ ନେଇ ସେଠି ଖାଇଦେଇ ପଳେଇ ଆଉଛନ୍ତି। ଆଜି କୁଆଡେ 1 କୋଟି 104 କୋଟି ଟଙ୍କା କୁଆଡେ ଦିଆଯାଇଛି ପଖାଳ ଖାଇବା ପାଇଁ ପୁରା ଓଡିଶା ଯାକ ଲୋକଙ୍କୁ। 104 କୋଟି ଇଏ ଖାଇଲେ ନା ବାକ୍ସ ରଖିଦେଲେ ପଇସାକୁ? ଲୋକ ଖାଇବାକୁ ଦିଆଯାଇଥିଲା 104 କୋଟି। 104 କୋଟି କୋଉଠି କୋଉଠି ଆମ ଯାଜପୁର ଜିଲ୍ଲା ଯାଇଛି? ଯାଜପୁର ଜିଲ୍ଲା ଯଦି ଭାଗ ଯଦି ଆପଣ କହିବା ହିସାବରେ 104 କୋଟି, ଆମ ଜିଲ୍ଲା ତ ମିନିମମ୍ ପଡିଥିବ 20-30 କୋଟି। ଯଦି 30-40 କୋଟି ଆମ ଜିଲ୍ଲାକୁ ଯାଇଥିବ, ଇଏ ପଖାଳ ତ ହେଲେ ଆମ ଜିଲ୍ଲା ସାରା ଆଜି ଖାଇଥାନ୍ତେ। କିନ୍ତୁ ମୁଁ ଦେଖିଲି ଲୋକ ଆଜି ଜମା ଖାଇବାକୁ ପାଇନାହାନ୍ତି, ବହୁ ଜାଗାରେ ଖାଇନାହାନ୍ତି। ଯିଏ ବି ପଖାଳ ଖାଇଛି ତ ବାସ୍ତବିକ ସବୁଦିନ ପଖାଳ ଖାଏ, କାରଣ ଗ୍ୟାସ୍ ନାହିଁ। ଯାହା ଭାତରେ ଚାଉଳ ବସେଇଲା ଚୁଲିରେ, ଆଳୁ ଦିଟା ସିଝେଇ ରଖିଲେ ତାକୁ ସକାଳେ ସେକାଲେ, ସେ ତ ଆମର ନୀତିଦିନିଆ ଖାଦ୍ୟ। କିନ୍ତୁ ଆଜି ଯୋଉ ମୁଖ୍ୟମନ୍ତ୍ରୀ ହେରିକା ଖାଇଲେ, ଗୋଟେ ମୁଁ ଶୁଣିଲି ପ୍ରବଳ ଆଇଟମ କରିଥିଲେ, 360 ପ୍ରକାର ଆଇଟମ କରିଥିଲେ ପଖାଳ ଖାଇବା ପାଇଁ। ସେ ହାତ ଚାଲିଲେ ତ ମତେ କାହିଁ ଭାବୁଛି ହାତ ତାଙ୍କର ପେନ୍ ହବ, ମେଡିକାଲରେ ଭର୍ତ୍ତି ହେବେ। ଇଏ ପଖାଳରେ ସବୁ କଣ ପତ୍ର ମତ୍ର ପକେଇ ଯାଉଛନ୍ତି। ସେ କଣ ବାସ୍ତବିକ ସେଗୁଡା ପଖାଳ ଗାଁ ଲୋକ ଖାଆନ୍ତି? ଏ ଗାଁ ଲୋକଙ୍କୁ ପରିହାସ ମାନେ କରୁଛନ୍ତି ସହରରେ କିଛି ବାବୁ ମାନେ। ଏଇ ଯୋଉ ମୁଖ୍ୟମନ୍ତ୍ରୀ, ଇଏ ବା ଆଦିବାସୀ ଲୋକ। ସିଏ ଯେତେବେଳେ ଛୁଆବେଳେ ତାଙ୍କ ଗାଁରେ ପଖାଳ ଖାଉଥିଲେ ଏଇଭଳିଆ ପକେଇ ପତ୍ର 360 ପ୍ରକାର ଆଇଟମ ଖାଉଥିଲେ। ଓହୋ, ଆଜି ମୁଖ୍ୟମନ୍ତ୍ରୀ ଆଦିବାସୀ। ସେ ଗୋଟେ କହିଥିଲେ କେଉଁଝରରେ, ବଢିଆ କଥା କହିଥିଲେ, ଆପଣ ବୋଧେ ସାମ୍ବାଦିକ ଭୁଲି ଯାଇଛନ୍ତି। କହିଥିଲେ ମୁଁ ଅର୍ଡିନାରୀ ମନ୍ତ୍ରୀ ହେଇନି, ମୁଁ ଖୋଦ ମୁଖ୍ୟମନ୍ତ୍ରୀ। ଇଏ ଯେତେ ମନ୍ତ୍ରୀ ଅଛନ୍ତି ଅର୍ଡିନାରୀ ଅଛନ୍ତି, ଇଏ ବୋଧେ ଭୁଲି ଯାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଏଇଟା ଦେଖିବେ, କହିଥିଲେ ଇଏ ମାନେ ସବୁ ମୁଁ ଅର୍ଡିନାରୀ ମନ୍ତ୍ରୀ ନୁହେଁ, ଖୋଦ ମୁଖ୍ୟମନ୍ତ୍ରୀ, ଆଦିବାସୀ ମୁଖ୍ୟମନ୍ତ୍ରୀ। ସେ ସେଇଥିପାଇଁ ଆଜି ଦହି ପଖାଳ ଖାଇଛନ୍ତି। ତାଙ୍କ ଆଦିବାସୀ ଭାଇ ବନ୍ଧୁ ମାନେ ଆଜି ପଖାଳ ଖାଇବାକୁ ପାଉନାହାନ୍ତି। ଆଜି ଆଦିବାସୀ ଲୋକ ଯାଜପୁର ଜିଲ୍ଲାରେ ନଅଙ୍କ ଦୁର୍ଭିକ୍ଷ ଭଳିଆ ବଞ୍ଚୁଛନ୍ତି। ଆଜି ବି ପଶ୍ଚିମ ଓଡିଶାରେ ଟାକୁଆ ଖାଇକି ବଞ୍ଚୁଛନ୍ତି। କେନ୍ଦ୍ରରେ 2014ରୁ ସରକାର ଅଛନ୍ତି। ଇଏ 2000-2009ରେ ରାଜ୍ୟର ମିଳିତ ସରକାର ରହିଥିଲେ ଏବଂ ଏବେ ଫୁଲ ପାୱାରରେ ଓଡିଶାରେ 2 ବର୍ଷ ସରକାର କରିବାକୁ ବସିଲାଣି। ଇଏ ଆଦିବାସୀ କଥା ଚିନ୍ତା କରିନାହାନ୍ତି। ଇଏ ଚିନ୍ତା କରିଛନ୍ତି ଖଣ୍ଡିଏ ପାନିଆରେ ମୁଣ୍ଡ କୁଣ୍ଡେ, ମୋର ବି ଖଣ୍ଡିଏ ପାନିଆ ଅଛି ଆଜ୍ଞା, ଏମିତି ମୁଣ୍ଡ କୁଣ୍ଡେଇ ଦେଇ ପାରିପାରିକା କୁଣ୍ଡେଇ ଦେଇ ସେ ଶୁଭ ଘରେ, ଯୋଉ ଘରେ ଆଗେ ରହୁଥିଲେ ବିଧାୟକ, ଯେତେବେଳେ ବିଧାୟକ ଥିଲେ ମୁଖ୍ୟମନ୍ତ୍ରୀ, ସେଟା ଶୁଭ କଣ ସେ ଘର ଛାଡୁନାହାନ୍ତି। 2ଟା ଘର ରଖିଲେଣି ଓଡିଶା ଭୁବନେଶ୍ୱରରେ। ଆଉ ଗୋଟେ କଥା ଆପଣ ଭାବେন, ଯୋଉଠି ଯାଉଛନ୍ତି ଖାଇବା କଥା ଚିନ୍ତା କରୁଛନ୍ତି। ମୁଖ୍ୟମନ୍ତ୍ରୀ ମହୋଦୟ, ଓଡିଶାରେ ଖାଇବା ପରିସ୍ଥିତି ଭୟାବହ। ଝିଅ ପିଲା ଯୋଉ ଏଠି ପାଠ ପଢୁଥିଲେ, ଇଏ ଛାଡିକି ପଡିଲେଣି, ତମେ ଗ୍ୟାସ ଯୋଗେଇ ପାରୁନା। ବାହା ମାରୁଛ କଣ, ଗ୍ୟାସ ସଫିସିଏଣ୍ଟ। ସତ କୁହନି ବିଦ୍ୟାରାଣ, ତମେ ବା ହୋଟେଲ ବନ୍ଦ ହେଲାଣି, ବରା ବିକ୍ରି ହଉନି। ବରା ସାଇଜ ଏଡିକି ଏଡିକି ହେଇଗଲାଣି, 6 ଟଙ୍କାରେ ଏଡିକିଟେ ବରା। ମୁଁ ଗୋଟେ ଖାଇଲି 6 ନମ୍ବରରେ, ଚଟଣି ଦେଲା 5 ଟଙ୍କା ଚଟଣି। ମୋ ଜୀବନ ଭୁବନେଶ୍ୱର ପଇସା ଦେଇ ଖାଇନଥିଲି। କହିଲା ନା ନା ଭାଇ, ସେ ଭାଜିଲା ବେଳକୁ ଗ୍ୟାସ ସରୁଛି ବା, ଗ୍ୟାସ 3000 ଟଙ୍କା। ମୁଁ କଣ କରିବି, ଚଟଣି 5 ଟଙ୍କା କଲାଣି। ଏତେ ବେଲଜିଆ, 365 ପ୍ରକାର ଖାଇଲ, ଗ୍ୟାସ ଖର୍ଚ୍ଚ କରି କାହିଁ ସେଟା ଖର୍ଚ୍ଚ କରୁଥିଲ? ତମେ ଖାଇକି ଚୁପ୍ତରେ ଘରେ ଶୋଇଥାନ୍ତ। ୱାର୍ଲଡ ରେକର୍ଡ ହେଇଥିଲା। ୱାର୍ଲଡ କୋଉ ୱାର୍ଲଡ ରେକର୍ଡ? ଆଙ୍କର ସବୁବେଳେ ଇଏ ବା ରେପିଷ୍ଟ ଗୁଡା, ଏ ରାଜ୍ୟସଭା ଯାଇଛନ୍ତି, ରେପିଷ୍ଟ ଗୁଡା ଆଙ୍କର ୱାର୍ଲଡ ରେକର୍ଡ ଆଗରୁ ହେଇଛି। ଇଏ ଏବେ କି ୱାର୍ଲଡ ରେକର୍ଡ କରିବେ ପଖାଳ ଦିବସକୁ? ଇଏ ବେକାର ବେକାର, ଇଏ ରାଜକୋଷରୁ ପଇସା, ଗରିବ ଲୋକଙ୍କ ପଇସା ହରିଲୁଟ କରି ୱାର୍ଲଡ ରେକର୍ଡ କରୁଛ। ଏଟାକୁ ମୁଁ ଆଜି କହୁଛି ଆପଣ ମାନଙ୍କ ମଧ୍ୟରେ, ଏ ଜଗନ୍ନାଥ ମହାପ୍ରଭୁ ତ ସତରେ ଥିବେ, କୋଷ୍ଠ ରୋଗ ହେଇଯିବ। ଧାନ କିଣି ପାରୁନାହାନ୍ତି। ଯଦି ୱାର୍ଲଡ ରେକର୍ଡ କରିବ, ଗରିବ ଲୋକ ଧାନ କିଣି ପାରୁନା କହିକି ଯାଇଥିଲେ ସରକାରକୁ, ଆମେ 3031 ଟଙ୍କା ଦବୁ। ଭାଇ ଚାଷୀ କହିଲେଣି ଆମକୁ ସେ 2300 ଦିଅ, ନେଇଯା ଧାନ।
ଏମାନେ ଚାଷୀକୁ ମାରିଦେଲେଣି, ଛାତ୍ରୀ କି ମାରିଦେଲେଣି, ଇଆଡେ ମେଡିକାଲ କୁ ପୋଡିଦେଲେଣି, ଇଏ ଏଠି ପଖାଳ ଦିବସ କରୁଛନ୍ତି। ଆଚ୍ଛା ଏଇ ଯୋଉ ଯାହା ଘରେ ସେ ଖାଇଥିଲେ ଯୋଉ ଯାଜପୁରରେ ସେ ଘର ଅଛି ତ? ସେ ଚାଳ ଘରଟି ଅଛି, ଯୋଉ ଭଳିଆ ଥିଲା ଆଉ ଟିକେ ଦୟନ ଅବସ୍ଥାରେ ପହଞ୍ଚିଲାଣି। ତାହେଲେ କଣ ପ୍ଲେଟ୍ ଖୋଜିବାକୁ ପଡିବ ସେଠି ଯାଇକି? କାଲି ମୁଁ ଭାବୁଛି ଯିବି ପ୍ଲେଟଟା ଖୋଜିବି। ମୁଁ ତ ଜାଣିଛି ସେ ବର ଯୋଉ ଯାଇଥିଲେ ସେ ପ୍ଲେଟଟା ଭଡାରେ ଯାଇଥିଲା, ବର ନେଇକି ନିଜେ ଯାଇଥିଲେ ପ୍ଲେଟରେ ଖାଇବା ପାଇଁ। କାରଣ କାଳେ ଶ୍ୱଶୁର ଜାଣିଦେବେ ଆମ ଓଡିଶାରେ ଏମିତି ଅଛି, ସେ ବର ନିଜେ ନେଇକି ଯାଇଥିଲେ ଖାଇବା ପାଇଁ, ପୁଣି ସେ ବର ନେଇକି ପଳେଇ ଯାଇଛନ୍ତି ପ୍ଲେଟ।